ସାନ୍ଧ୍ୟ ଅଧିବେଶନ ଘନକୃଷ୍ଣ ମେଘପୁଞ୍ଜର ଘର୍ଘର ନାଦ ମଧ୍ୟରେ ଲୌହ ସକଟର ବିଜୟ ଅଭିଯାନ। ଫ୍ରେଣ୍ଡସ୍, ଓଡ଼ିଆ ସାହିତ୍ୟ ଆମର ବହୁତ ସମୃଦ୍ଧ। ସେଥିର କିଛି ଶବ୍ଦକୁ ବ୍ୟବହାର କରି ମୁଁ ଏଠାରେ କହିବାକୁ ଚାହିଁଛି ଯେ ଯେତେବେଳେ ଯାତ୍ରାଟି ହୋଇଥିଲା ସେତେବେଳେ ଘନ ମେଘର ଅନ୍ଧକାର ଛାଇ ଯାଇଥିଲା, ଆଉ ଚାରିଆଡ଼େ ଘର୍ଘର ନାଦରେ ମେଘ ବିଜୁଳି ସବୁ ଚାଲିଥିଲା। ତା ସହିତ ଶ୍ରାବଣ ତ କହିବାନି, ଶ୍ରାବଣ ହିଁ ଥିଲା ସେଟା। ଆଉ ମୁଷଳ ଧାରାରେ ମେଘ ବର୍ଷିବାକୁ ମଧ୍ୟ ଆରମ୍ଭ କରିଦେଇଥିଲା। ତ ଭାବନ୍ତୁ ସେ ସମୟର ସେ ସନ୍ଧ୍ୟାଟା କିପରି ହୋଇଥିବ। ନିଶ୍ଚୟ ବହୁତ ରମଣୀୟ ହୋଇଥିବ। ତ ସେଇଥିପାଇଁ ଏଠାରେ ଲୌହ ସକଟ ମାନେ ଆମ ଟ୍ରେନ୍। ଚାଲନ୍ତୁ ନେକ୍ସଟ ତା ପରର ପଂକ୍ତିଟା ପଢିବା। ଘନ ଅନ୍ଧକାରର ବକ୍ଷ ଚିରି ସ୍ୱତଃ ଅସ୍ତିତ୍ୱକୁ ଧରି ଯେ ବିଜୟ ଅଭିଯାନରେ ବ୍ରତୀ, ସେ ମାନବୀୟ ଅଭିଛନ୍ଦିଚ୍ଛାର ଏକ ଅଭିନବ କୃତି। ଘନ ଅନ୍ଧକାରର ବକ୍ଷ ଚିରି ସ୍ୱତଃ ଅସ୍ତିତ୍ୱକୁ ଧରି ଯେ ବିଜୟ ଅଭିଯାନରେ ବ୍ରତୀ, ସେ ମାନବୀୟ ଅଭିସନ୍ଧିତ୍ସାର ଏକ ଅଭିନବ କୃତି। ବନ୍ଧୁଗଣ, ଏଠାରେ ଟ୍ରେନକୁ ହିଁ ବର୍ଣ୍ଣନା କରାଯାଇଛି। ଆଜିର ଏ ଅଭିଯାନେ ମୁଁ ବି ସାମିଲ କରିଛି ଓ କରିବି କିଛି ଲକ୍ଷ୍ୟ ହାସିଲ। ଆଜିର ଏ ଅଭିଯାନେ ମୁଁ ବି ସାମିଲ କରିଛି ଓ କରିବି କିଛି ଲକ୍ଷ୍ୟ ହାସିଲ। ଯେହେତୁ ଆମେ ଗୋଟେ କହିପାରିବା ଗୋଟେ କନଫରେନ୍ସରେ ବା ଗୋଟେ ସେମିନାରରେ ଯୋଗ ଦେବାକୁ ଯାଇଥିଲୁ, କିଛି ହାସିଲ କରିବାର ବି ଥିଲା, ଆଉ କିଛି ହାସିଲ କରିଥିଲୁ, କ୍ୱାଲିଫାଇ କରିଥିଲୁ ବୋଲି ଯାଇଥିଲୁ। ତ ଚାଲନ୍ତୁ ଦେଖିବା, ଯେମିତିକି ଏଠାରେ ୱାର୍ଲ୍ଡ ଟାଇମ୍ ଠିକ୍ ସେଇ ସମୟରେ ପୃଥିବୀର କୋଣ ଅନୁକୋଣରେ କେଉଁ ଦେଶରେ କେତେବେଳେ କ'ଣ ସମୟ ହୋଇଥିଲା ନା, ସେ ପ୍ରକାର ଗୋଟେ ଚିତ୍ର ମାଧ୍ୟମରେ ମୁଁ ପ୍ରକାଶ କରିବାକୁ ଚେଷ୍ଟା କରିଛି ଏଠାରେ ୱାର୍ଲ୍ଡ ଟାଇମ୍। ଇତିହାସର ପୃଷ୍ଠେ ଯେ ସଦା ବନ୍ଦିତା, ଇତିହାସର ପୃଷ୍ଠେ ଯେ ସଦା ବନ୍ଦିତା, ପୁଣି ଯେ ଅଟେ ଭାରତ ଅସ୍ମିତା, ସେହି ଭୂମିର ଆବାହନେ ଆଜି ମୁଁ ବି ଉତ୍ସାହିତା। ଏଠାରେ ବନ୍ଧୁଗଣ ମୁଁ ଚେଷ୍ଟା କରିଛି ଆମର ଦେଶର ହୃଦୟ ବା ଦିଲ୍ ବା ଦିଲ୍ଲୀ, ଆଉ ଦିଲ୍ଲୀ ସବୁବେଳେ ଇତିହାସ ପୃଷ୍ଠରେ ସବୁବେଳେ ମହିୟାନ। ଯେତେ ଅତ୍ୟାଚାର ସହିଛି ସେତେ ମହିୟାନ ବି ହୋଇଛି। ତ ଏଠାରେ ସେଥିପାଇଁ କବିତାର ପଂକ୍ତିଟା ଏପରି ହେଲା କି ଇତିହାସର ପୃଷ୍ଠରେ ଯେ ସଦା ବନ୍ଦିତା, ପୁଣି ଯେ ଅଟେ ଭାରତ ଅସ୍ମିତା, ଭାରତର ଗର୍ବ ଅଟେ। ଇତିହାସର ପୃଷ୍ଠେ ଯେ ସଦା ବନ୍ଦିତା, ପୁଣି ଯେ ଅଟେ ଭାରତ ଅସ୍ମିତା, ସେହି ଭୂମିର ଆବାହନେ ଆଜି ମୁଁ ବି ଉତ୍ସାହିତା। ଜାଣିପାରୁଥିବେ ବନ୍ଧୁଗଣ, ସେଇ ଭୂମି ହେଲା ଆମର ଅତି ପ୍ରିୟ ରାଜଧାନୀ ଦିଲ୍ଲୀ ବା ନୂଆ ଦିଲ୍ଲୀ। ଆଗକୁ ବଢିବା। ନୂଆ ଦିଲ୍ଲୀକୁ ଦେଖିବା ପାଇଁ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟଟାକୁ ମୁଁ ଦର୍ଶାଇବାକୁ ଚେଷ୍ଟା କରିଛି ଚିତ୍ର ମାଧ୍ୟମରେ, ପିକ୍ଚର ମାଧ୍ୟମରେ। ଆପଣମାନେ ଦେଖିପାରନ୍ତି। ମହାମହିମ କହିପାରିବା ଆମେ ଜ୍ଞାନର ସାଗର ଯିଏ ଥିଲେ, ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି। ଏଠାରେ ଗୋଟେ କଫି ହାଉସ୍ ମଧ୍ୟ ଅଛି। ଏସବୁ ଆକ୍ଚୁଆଲି ପ୍ରକୃତରେ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବା ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ମାତ୍ର। ତ ଆଗକୁ ବଢିବା। କରିବାକୁ ଦୂରଦେଶ ଆମନ୍ତ୍ରଣ ରକ୍ଷା, କରିବାକୁ ଦୂରଦେଶ ଆମନ୍ତ୍ରଣ ରକ୍ଷା, ସଖା ସହୋଦର ସଙ୍ଗେ ନେଇ ମୋର ଆଜି ଦିଲ୍ଲୀ ଯାତ୍ରା। କରିବାକୁ ଦୂରଦେଶ ଆମନ୍ତ୍ରଣ ରକ୍ଷା, ସଖା ସହୋଦର ସଙ୍ଗେ ନେଇ ମୋର ଆଜି ଦିଲ୍ଲୀ ଯାତ୍ରା। ଦିଲ୍ଲୀରୁ ଦୁବାଇ,
ଦିଲ୍ଲୀରୁ ଦୁବାଇ ଏକ ଦୁର୍ବାର ଆକର୍ଷଣ। ଦିଲ୍ଲୀରୁ ଦୁବାଇ ଏକ ଦୁର୍ବାର ଆକର୍ଷଣ, ନିଶ୍ଚିତ ହେବ କରି ପୁଣି ଏକ ଆକାଶ ଯାତ୍ରା। ତ ରେଳ ଯାତ୍ରା ସରିଯିବ, ଆକାଶ ଯାତ୍ରା ହେବ, ସେଇଟା ମଧ୍ୟ ମନରେ ଆସିଥିଲା ସେତେବେଳେ। କହିବାକୁ ଗଲେ ପ୍ରକୃତରେ କବିତାଟି ରେଳ ମାନେ ଟ୍ରେନ ମଧ୍ୟରେ ହିଁ ବସିକି ମୁଁ ଲେଖିଥିଲି। ତ ଯାହା ଯାହା ମନକୁ ଆସୁଥିଲା ସେଇ ହିସାବରେ ଲେଖିଛି, ଶୁଣନ୍ତୁ। କାରଣ ସେତେବେଳେ ମନରେ ଥିଲା ଦୂରଯାତ୍ରା ହବ, ଆକାଶ ଯାତ୍ରା ହବ, ଦୁବାଇ କେମିତି ଯିବି, ସେ ଟାଇପର। ତ ତା ପର ପଂକ୍ତି ଶୁଣନ୍ତୁ। ମନକୁ ମୋର ନିଶ୍ଚୟ ନେବ ଜିଣି, ମନକୁ ମୋର ନିଶ୍ଚୟ ନେବ ଜିଣି, ବିଦେଶୀ ବଜାରର ନାନାଦି ବିପଣି। ହଁ, ମନକୁ ମୋର ନିଶ୍ଚୟ ନେବ ଜିଣି, ବିଦେଶୀ ବଜାରର ନାନାଦି ବିପଣି। ଉଡ଼ିଯିବା ବେଳେ ଏକ ଉଡ଼ିଯିବା ବେଳେ, ଏଟାକୁ ପୁଣି ଦ୍ୱିତୀୟ ମାନେ ପୁଣି ଏକ ପଂକ୍ତିରେ ଲେଖା ହେଇଛି, ଶୁଣନ୍ତୁ। ସୁଉଚ୍ଚ ଆକାଶରେ ଉଡ଼ିଯିବା ବେଳେ, ସୁଉଚ୍ଚ ଆକାଶରେ ଉଡ଼ିଯିବା ବେଳେ ଦିନେ ଦେଖିଥିଲି ମୁଁ ଏକ ସ୍ୱପ୍ନ। ସୁଉଚ୍ଚ ଆକାଶରେ ଉଡ଼ିଯିବା ବେଳେ ଦେଖିଥିଲି ମୁଁ ଏକ ସ୍ୱପ୍ନ। ଆମେରିକା ଯିବା ପଥେ ଦୁବାଇ ଥିଲା ଏକ ଦୁର୍ବାର ଆହ୍ୱାନ। ଆମେରିକା ଯିବା ପଥେ ଦୁବାଇ ଥିଲା ଏକ ଦୁର୍ବାର ଆହ୍ୱାନ। ସତ କଥା ହଉଛି ଫ୍ରେଣ୍ଡସ୍, କିଛି ବର୍ଷ ତଳେ ମୁଁ ଆମେରିକା ଯାତ୍ରା କରିଥିଲି। ଆଉ ଆମେରିକା ଯାତ୍ରା କଲାବେଳେ ପ୍ରକୃତରେ କ'ଣ ହେଇଥିଲା ନା, ମୁଁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଯାତ୍ରା ଆରମ୍ଭ କରିଥିଲି। ଆଉ ସେତେବେଳେ ଯେତେବେଳେ ମୋ ଆଗରେ ଯେଉଁ ଡିସପ୍ଲେଟା ଥିଲା, ଯେଉଁ ଟିଭି ମନିଟରଟା ଥିଲା, ସେଥିରେ ଆକ୍ଚୁଆଲି ପିକ୍ଟୋରିଆଲ ପ୍ରେଜେଣ୍ଟେସନ ଥାଏ। ତ ବମ୍ବେରୁ ଯେତେବେଳେ ଉଡ଼ାଜାହାଜଟି ଉଡ଼ିଥିଲା, ପ୍ରଥମ ଯେଉଁ ଗୋଟେ ଷ୍ଟେସନ ପଏଣ୍ଟ ଭଳିଆ ଯେଉଁ ଦେଖାଉଥିଲା, ଯଦିଓ ଉଡ଼ାଜାହାଜ ଅବତରଣ କରିନଥିଲା, କିନ୍ତୁ ଫାର୍ଷ୍ଟ ଯେଉଁ ପଏଣ୍ଟ ଦେଖାଉଥିଲା ତାହା ଥିଲା ଦୁବାଇ। ଆଉ କେଜାଣି କାହିଁକି ସେ ସମୟରେ ହିଁ ମନରେ ଗୋଟେ ସ୍ୱପ୍ନ ଆସିଥିଲା ଯେ ମୁଁ ଦିନେ ଦୁବାଇ ନିଶ୍ଚୟ ଯିବି। ତ କବିତା ଲେଖିବା ସମୟରେ ସେ ଜିନିଷଟା ମନକୁ ଆସିଛି, ଆଉ ମୁଁ ସେଇଟା ଲେଖିଛି। ଦେଖନ୍ତୁ, ଦୃଢ଼ ମନର ଅସୀମ ଶକ୍ତି, ଦୃଢ଼ ମନର ଅସୀମ ଶକ୍ତିକୁ ମୁଁ ଆଜି କରୁଛି ଅନୁଭବ। ଦୃଢ଼ ମନର ଅସୀମ ଶକ୍ତିକୁ ମୁଁ ଆଜି କରୁଛି ଅନୁଭବ। ଦୁବାଇ ଆଜି ସତ୍ୟ, ଦୁବାଇ ଆଜି ସତ୍ୟ, ଆଉ ସ୍ୱପ୍ନ ନୁହେଁ ଜମା ତା ବିଭବ। ମାନେ ସେତେବେଳେ ମତେ ଏଇ ଜିନିଷ ବି ଅନୁଭବ ହଉଛି, ବସିଛି ଟ୍ରେନରେ ହିଁ ଅନୁଭବ ହଉଛି ଯେ ହଁ, ସତରେ ଆଜି ସେ ସ୍ୱପ୍ନ ମୋର ପୁରା ହେବାକୁ ଯାଉଛି। ଆଉ ବର୍ତ୍ତମାନ ଦୁବାଇର ବିଭବ ମୋ ପାଇଁ ସ୍ୱପ୍ନ ନୁହେଁ, ସତ ହେବାକୁ ଯାଉଛି। ଯେପରିକି ଆପଣ ଏଇ ପିକ୍ଚରରେ ଦେଖିପାରୁଛନ୍ତି, ଏଟା ଆକ୍ଚୁଆଲି ଦୁବାଇର ହୋଟେଲର ପିକ୍ଚର। ଆଉ ଏଟା ତ ପରେ ହେଲା, କିନ୍ତୁ ତା ପୂର୍ବରୁ ମୁଁ ଯାହା ଭାବୁଥିଲି ଟ୍ରେନ ମଧ୍ୟରେ, ଶୁଣନ୍ତୁ। ବିଶ୍ୱର ସୁଉଚ୍ଚ ଅଟ୍ଟାଳିକା, ବିଶ୍ୱର ସୁଉଚ୍ଚ ଅଟ୍ଟାଳିକାକୁ ସ୍ୱଚକ୍ଷୁରେ ଦେଖି, ବିଶ୍ୱର ସୁଉଚ୍ଚ ଅଟ୍ଟାଳିକାକୁ ସ୍ୱଚକ୍ଷୁରେ ଦେଖି, ପୁଣି ସାଗର ଓ ମରୁଭୂମିର ସଙ୍ଗମକୁ ହୃଦୟରେ ରଖି ମୋର ଆଖି ଯିବ ଲାଖି। ଶୁଣନ୍ତୁ, ବିଶ୍ୱର ସୁଉଚ୍ଚ ଅଟ୍ଟାଳିକାକୁ ସ୍ୱଚକ୍ଷୁରେ ଦେଖି, ପୁଣି ସାଗର ଓ ମରୁଭୂମିର ସଙ୍ଗମକୁ ହୃଦୟରେ ରଖି ମୋର ଆଖି ଯିବ ଲାଖି। ଦୁବାଇ ଯିବା ପୂର୍ବରୁ ମୁଁ ବହୁତ ରିସର୍ଚ୍ଚ ବି କରିଥିଲି। ଯେମିତିକି ମୁଁ ଜାଣିଥିଲି ଯେ ପୁରା ବିଶ୍ୱର ସବୁଠାରୁ ସୁଉଚ୍ଚ ଅଟ୍ଟାଳିକା, ଯାହାକୁ ଆମେ ବୁର୍ଜ ଖଲିଫା କହୁ, ତାହା ଦୁବାଇରେ ଅଛି। ଆଉ ଦୁବାଇ ଗୋଟେ ମରୁଭୂମି, ଯୋଉଠିକି ମରୁଭୂମି ଆଉ ସାଗରର ସଙ୍ଗମ ଦେଖାଯାଏ। ଦୁବାଇକି ଆମେ ଗଲ୍ଫ କଣ୍ଟ୍ରି ବୋଲି କହୁ। ଏସବୁ ଜିନିଷ ମୁଁ କିଛି କିଛି ରିସର୍ଚ୍ଚ କରିଥିଲି। ତ ଏଗୁଡ଼ାକ ବି ମୋ ମନ ମଧ୍ୟରେ ଆସୁଥିଲା କି ହଁ, କିପରି ଗୋଟେ ମରୁଭୂମି ମଧ୍ୟରେ ପୃଥିବୀର ସବୁଠାରୁ ଉଚ୍ଚ ଅଟ୍ଟାଳିକା କିପରି ତିଆରି ହେଇପାରିଲା, କିପରି ମାନେ ମଣିଷର ବ୍ରେନ୍ କେତେ ପ୍ରକାର ସେଠି ୟୁଟିଲାଇଜ ହେଇପାରିଥିବ, ଆଉ ତାର ଇଞ୍ଜିନିୟରିଂଟା କେତେ ଟପ୍ ମୋଷ୍ଟ ଲେଭେଲରେ ଥିବ, ସେଗୁଡ଼ାକ ସବୁ ମୋ ମନକୁ ଆସୁଥିଲା। ଚାଲନ୍ତୁ ଆଉ ଟିକେ ଆଗକୁ ଯିବା, ଆଉ କିଛି ପଢିବା। ଆୟୁର୍ବେଦ ଓ ଆଇଏମସି, ଆୟୁର୍ବେଦ ଓ ଆଇଏମସି ଦୁହେଁ ପରିପୂରକ। ଆୟୁର୍ବେଦ ଓ ଆଇଏମସି ଦୁହେଁ ପରିପୂରକ, ସ୍ନେହ ପ୍ରେମ ଓ ସ୍ୱାସ୍ଥ୍ୟବର୍ଦ୍ଧକ। ସ୍ନେହ ପ୍ରେମ ଓ ସ୍ୱାସ୍ଥ୍ୟବର୍ଦ୍ଧକ। ଶୁଣନ୍ତୁ, ଆୟୁର୍ବେଦ ଓ ଆଇଏମସି ଦୁହେଁ ପରିପୂରକ, ସ୍ନେହ ପ୍ରେମ ଓ ସ୍ୱାସ୍ଥ୍ୟବର୍ଦ୍ଧକ। ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା, ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।
ସଫଳ ହେଉ ସମସ୍ତଙ୍କ ଅଭିଳାଷା। ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ସଫଳ ହେଉ ସମସ୍ତଙ୍କ ଅଭିଳାଷା। ସଫଳ ହେଉ ସମସ୍ତଙ୍କ ଅଭିଳାଷା। ଧନ୍ୟବାଦ ବନ୍ଧୁଗଣ। ଦେଖିବାକୁ ଗଲେ ପ୍ରକୃତରେ ଏଇଠି ମୋର କବିତାଟି ଶେଷ ହେଲା। ଆପଣ ଏମିତି କିଛି ମୁଁ ମାନେ ଉଚ୍ଚକୋଟୀର କବିତା ତ ଲେଖିଛି ବୋଲି କହିବିନି, କିନ୍ତୁ ସେ ସମୟକୁ ମନକୁ ଯେଉଁ ଶବ୍ଦ ସଂଯୋଜନା ଆସିଲା, ଗଦ୍ୟ ହିସାବରେ ହଉ କି ପଦ୍ୟ ହିସାବରେ ହଉ, ବାସ୍ ମୁଁ ଲେଖିଗଲି। କାରଣ ଲେଖକର କୌଣସି ବାଧାବନ୍ଧନ ନଥାଏ। ମନକୁ ଯେଉଁ ସମୟରେ ଯାହା ଆସେ ସେ ଲେଖି ଚାଲେ। ତ ସେହିପରି ସ୍ୱାଧୀନ ଭାବରେ ମୁଁ ଲେଖିଥିଲି। ଟ୍ରେନ୍ ମଧ୍ୟରେ ବସି କିଛି କିଛି ଭାବିଥିଲି ମଧ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ କଥା। ଯେତେବେଳେ ସିଏ ମାନେ ରେଳ ଉପରେ ଚିଲିକା ଦର୍ଶନ ଲେଖିଥିଲେ, କିଛି ସେମିତି କିଛି ତାଙ୍କ ମନକୁ ଆସିଥିବ। ସେ ତ ବହୁତ ଉଚ୍ଚକୋଟୀର ଲୋକ ଥିଲେ, କିନ୍ତୁ ମୋ ମନକୁ ଯାହା ଆସିଲା ମୁଁ ଲେଖିଦେଲି। କବିତାଟି କିପରି ଲାଗିଲା ନିଶ୍ଚୟ ଜଣେଇବେ ଫ୍ରେଣ୍ଡସ୍ ମୋ କମେଣ୍ଟରେ। ଚାଲନ୍ତୁ ଆଗକୁ କିଛି କିଛି ଦୁବାଇର ଦର୍ଶନ କରିବା। ବର୍ତ୍ତମାନ ଦେଖନ୍ତୁ ଏ ପିକ୍ଚରରେ ଆମେ ଦେଖିଲେ ନୋଭୋଟେଲ ହୋଟେଲ, ଯେଉଁଠାରେ ଆମେ ରହିଥିଲୁ। ଦୁବାଇ ଆଲ ବର୍ଷା ଠାରେ ଥିଲା। ତାର ପ୍ରାୟ ଆଇ ଥିଙ୍କ 45 ଷ୍ଟୋରେଜ୍ ବିଲ୍ଡିଂ ଥିଲା। ଆଉ ଝୁମରଟା ସେଥିରେ ଥିଲା, ଗୋଟେ ଡେକୋରେସନ ଭଳିଆ। ଚାଲନ୍ତୁ ଆଗକୁ ଯିବା। ଦୁବାଇର ରାସ୍ତାଘାଟ ବହୁତ ସୁନ୍ଦର ଫ୍ରେଣ୍ଡସ୍। ଦେଖନ୍ତୁ ଆପଣଙ୍କୁ ଏଠାରେ ବହୁତ ଗୁଡ଼େ ଘର ମିଳିବ, ମାନେ ରେସିଡେନ୍ସିଆଲ ଏରିଆଟା। ଦେଖନ୍ତୁ ମରୁଭୂମି ବି ଅଛି ଆଉ ସେଥିରେ ରେସିଡେନ୍ସ ଅଛି। ଏଇଟା ତ ଦୁବାଇର ଆପଣ ସିମ୍ବଲ ଭଳିଆ ଆପଣ କହିପାରିବେ। ଦୁବାଇ ମାନେ ଏ ପିକ୍ଚରଟା ଦେଖାଯାଏ। ଦେନ୍ ଆମେ ଗୋଟେ କ୍ରୁଜରେ ଯାଇଥିଲୁ। ତ ସମୁଦ୍ର ମଧ୍ୟରେ ଜାହାଜରେ ବୁଲୁଥିଲୁ। ତା ଚାରିପଟେ କେମିତି ବିଲ୍ଡିଂ ଥିଲା, କେତେ ସୁନ୍ଦର ଦେଖାଯାଉଥିଲା ସେଇଟା ଦେଖନ୍ତୁ। ବହୁତ ସୁନ୍ଦର ଥିଲା। ଆଉ ସେଇ ସମୟର ମାନେ ଯୋଉ ଅନୁଭବଟା ବହୁତ ଭଲ ଥିଲା। ଦେଖନ୍ତୁ ଏଇଟା ସେଇ କ୍ରୁଜ୍, ଯାହା ଉପରେ ଆମେ ବସିକି ଯାଇଥିଲୁ। 3-4 ଘଣ୍ଟା ସମୁଦ୍ର ମଧ୍ୟରେ ଅତିବାହିତ କରୁଥିଲୁ। ବହୁତ ସୁନ୍ଦର ଭାବେ ସଜା ହେଇଥିଲା ଆଉ ସତରେ ବହୁତ ସୁନ୍ଦର ବହୁତ ଥିଲା। ଚାରିଆଡେ ଏମିତିଆ ବହୁତ ଗୁଡାଏ କ୍ରୁଜ୍ ମଧ୍ୟ ବୁଲୁଥିଲା, ଆମେ ସେଟା ଦେଖିଥିଲୁ। ବର୍ତ୍ତମାନ ଏଇଟା ଆପଣ ପିକ୍ଚରରେ ଦେଖିପାରୁଛନ୍ତି ବୁର୍ଜ ଖଲିଫାର ଆଖପାଖର ଦୃଶ୍ୟ। ଯୋଉ ସୁଉଚ୍ଚ ଅଟ୍ଟାଳିକା ଅଛି ତାର ଜଷ୍ଟ ସାମ୍ନା ପାଖ, ମାନେ ସେଇ ଏରିଆର ଦୃଶ୍ୟ ଦେଖନ୍ତୁ। ପୁଣି ଦୁବାଇରୁ ଯେତେବେଳେ ଆବୁଧାବି ଯାଇଥିଲୁ, ଆବୁଧାବି ଗଲାବେଳେ ଟିକେ ସବୁଜିମା ବଢି ଯାଇଥିଲା। ଦେଖନ୍ତୁ ରାସ୍ତାରେ କିନ୍ତୁ ଖଜୁରୀ ଗଛର ହିଁ ପ୍ରାଧାନ୍ୟ ଅଧିକ ଥିଲା। ଦେଖନ୍ତୁ ରାସ୍ତାଘାଟ କେତେ ସଫା ସୁତରା, କେତେ ସୁନ୍ଦର। ଆଉ ଖଜୁରୀ ଗଛ ଗୁଡିକ ତାର ଆହୁରି ମାନେ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି। ଦେଖନ୍ତୁ ନେକ୍ସଟ ଆମେ ଆବୁଧାବିରେ ଗୋଟେ ବହୁତ ବଡ ମସଜିଦ୍ ଯାଇଥିଲୁ, ଯାହା ନାଁ ହଉଛି ଶେଖ୍ ଜାଏଦ ଗ୍ରାଣ୍ଡ ମସ୍କ। ଯୋଉଠିକି ସେଇ ମସଜିଦର ପୁରା ମାନେ ଯୋଉ ମେନ୍ ଯୋଉଟା ହଲ୍ ଅଛି, ସେଠି ଗୋଟେ ଝୁମର ଲାଗିଥିଲା। ସେ ଝୁମରଟା ଦେଖନ୍ତୁ। ଆଉ ମସଜିଦଟାକୁ ବାହାରୁ ଯଦି ଦେଖିବେ ଏ ଟାଇପର ଦେଖାଯାଉଥିଲା। ବହୁତ ବଡ, ବହୁତ ଗ୍ରାଣ୍ଡ। ମାନେ ତାଜମହଲ ଗଲେ ଯେମିତି ଅନୁଭୂତି ହୁଏ ନା, ସେ ପ୍ରକାର ଅନୁଭୂତି ହେଉଥିଲା। ଦେଖନ୍ତୁ କେତେ ସୁନ୍ଦର। ନେକ୍ସଟ ଦୁବାଇର ଏଇଟା ରାଇଟ ସାଇଡର ପିକ୍ଚରଟା ଦେଖନ୍ତୁ। ଦୁବାଇର ଏଇଟା ଆମର ୱିଣ୍ଡୋରୁ ମୁଁ ରହୁଥିଲି, ମାନେ ମତେ ଯୋଉଟା ମିଳିଥିଲା 18th ଫ୍ଲୋରରେ। ତ 18th ଫ୍ଲୋରରୁ ପିକ୍ଟୋରିଆଲ ଭ୍ୟୁଟା, ମାନେ ଝରକା ଦେଇକି ଫଟୋଟା ଉଠେଇଛି, କେତେ ସୁନ୍ଦର ହେଇଥିଲା ଦେଖନ୍ତୁ। ଆଉ ସାଇଡରେ ହଉଛି ଆମେ ଗୋଟେ ରାଜସ୍ଥାନୀ ରେଷ୍ଟୁରାଣ୍ଟକୁ ଯାଇଥିଲୁ ଦୁବାଇରେ, ଯୋଉଠିକି ଏତେ ସୁନ୍ଦର ଖାଦ୍ୟ ଆମକୁ ମିଳିଥିଲା। ତ କୋଉଠି ଅନୁଭବ ବି ହଉନଥିଲା କି ଆମେ ବାହାର କଣ୍ଟ୍ରିରେ ଅଛୁ। ଆଉ ସେଠାର ଲୋକମାନେ ବି ସମସ୍ତେ ବଢିଆ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ, ବହୁତ ଭଲ ଲାଗୁଥିଲା। ଏଇଟା ହଉଛି ଆପଣ କହିପାରିବେ ଫାଲକନ, ମାନେ ତାଙ୍କର ଆକ୍ଚୁଆଲି ଏଇଟା ସିମ୍ବଲ। ଆପଣମାନେ ଦେଖିଥିବେ ଯୋଉ ଶେଖ୍ ମାନେ ବଢିଆ ଏଇ ଯୋଉ ବାଜ ପକ୍ଷୀ ଯାହାକୁ କହନ୍ତି ଧରିକି ଫଟୋ ଉଠେଇଥାନ୍ତି, ସେଇଟା ତାର ସିମ୍ବଲ। ଏଇଟା ହଉଛି ଦୁବାଇ ମ୍ୟୁଜିୟମ, ମାନେ ଏଇଟା ବି ଗୋଟେ ବିଲ୍ଡିଂ। ଏ ଭିତରେ ସବୁ ବହୁତ ସୁନ୍ଦର ସୁନ୍ଦର ଜିନିଷ ମାନେ ଅଛି। ବାହାରୁ ଏମିତି ଷ୍ଟ୍ରକ୍ଚରଟା ଦେଖାଯାଏ। ବହୁତ
ଯୋଉ କହନ୍ତି ନା, ମନୁଷ୍ୟ ଯଦି କିଛି କରିପାରି ଆକ୍ଚୁଆଲି ଯଦି ଭାବିବ, କୌଣସି ପ୍ରକାର ଇମ୍ପ୍ୟୁରିଟିସ୍ ନଥାଇକି ଗୋଟେ ସହର ବନେଇବାକୁ ଚାହିଁବ ନା, ତ ଦୁବାଇ ଭଳିଆ ସହର ବନିବ। ସ୍ୱଚ୍ଛ, ଆମେ କହିପାରିବା ମାନେ ସବୁ, ମାନେ କଣ କହିପାରିବା କହିଲେ, ରାସ୍ତାଘାଟ ଯେପରି ସ୍ୱଚ୍ଛ, ତାଙ୍କର ଆଇନ କାନୁନ ସେ ପ୍ରକାର, ତ କରପସନ୍ ନାହିଁ। ଆଉ ସେଥିପାଇଁ କଣ୍ଟ୍ରିଟା ଏତେ ସୁନ୍ଦର ହେଇଛି। ପ୍ରତିଟା କାମରେ ତାଙ୍କର ମାନେ ଅନେଷ୍ଟି ଦେଖାଯାଉଛି। ରୋଡଠୁ ନେଇକି, ବିଲ୍ଡିଂଠୁ ନେଇକି, ବ୍ରିଜ ପର୍ଯ୍ୟନ୍ତ ସବୁ ଜାଗାରେ ସୁନ୍ଦର ଇଞ୍ଜିନିୟରିଂ, କୌଣସି ମିଲାବଟ ନାହିଁ, ପ୍ୟୁରିଟି ଏଟ୍ ଦେୟାର ଟପ୍ ମୋଷ୍ଟ ଲେଭେଲ, ସେ ଟାଇପ୍ର ଇନଫ୍ରାଷ୍ଟ୍ରକ୍ଚର। ମାନେ ମଣିଷ ଚାହିଁଲେ ପ୍ରକୃତରେ କଣ ନ କରିପାରେ। ଆଶା କରୁଛି ଭାରତୀୟମାନେ ମଧ୍ୟ ଏ ଜିନିଷଟାକୁ ବୁଝିବେ ଆଉ ଉପଯୋଗରେ ଲଗେଇବେ। ଚାଲନ୍ତୁ ଫ୍ରେଣ୍ଡସ୍, ଆଜି ଏତିକି। ଆପଣଙ୍କୁ ଯଦି ମୋର ଏ ଯୋଉ କିଛି ନାହିଁ, ଗୋଟେ ବିଦେଶ ଯାତ୍ରାର ଅନୁଭୂତିଟାକୁ ମୁଁ ଜଷ୍ଟ ସେୟାର କରିଛି। ଆପଣଙ୍କୁ ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବେ, ସେୟାର କରିଦେବେ, ଆଉ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଥ୍ୟାଙ୍କ ୟୁ ସୋ ମଚ୍ ଫ୍ରେଣ୍ଡସ୍। ଥ୍ୟାଙ୍କ ୟୁ। ଜୟ ହିନ୍ଦ। ଗଡ୍ ବ୍ଲେସ୍ ୟୁ ଅଲ୍।